Hello everyone, very good morning to all. ସାଙ୍ଗମାନେ ମୁଁ ସମସ୍ତଙ୍କୁ ମନ୍ମଥ ସାର୍ ଓଡ଼ିଆ ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ କରୁଛି। ସବୁଦିନ ଭଳିଆ ଆଜି ବି ସେଇ 7ଟା ବେଳେ ଆମେ ମ୍ୟାଥମେଟିକ୍ସର ଆଉ କିଛି ଜିନିଷ ଶିଖିବା। ଆଜି ମୁଁ ଆପଣମାନଙ୍କ ପାଇଁ ନେଇକି ଆସିଛି ସାଙ୍ଗମାନେ ଗୋଟେ ମଲ୍ଟିପ୍ଲିକେସନର ଗୋଟେ ବହୁତ ବଢିଆ ଟ୍ରିକ୍ସ, ଯୋଉ ଟ୍ରିକ୍ସ ଆପଣମାନେ କେବେ ବି ଜାଣିନଥିବେ ଯେ ଆମେ ଏଇ ଟାଇପର ଯୋଉ ମଲ୍ଟିପ୍ଲିକେସନ ଗୁଡାକ ମୁଁ ଲେଖିଛି ଏ ମଲ୍ଟିପ୍ଲିକେସନ ଗୁଡାକୁ ଆମେ କେମିତି କରିବା, କେତେ ଇଜିଲି ଆମେ କରିପାରିବା। ଯଦି ଆମେ ଏଇ ମଲ୍ଟିପ୍ଲିକେସନ ଗୁଡାକୁ ଆମେ କଣ କରିବା ନା ଆମର ଯୋଉ ଟ୍ରାଡିସନାଲ ମେଥଡ ଅଛି ସେ ଟ୍ରାଡିସନାଲ ମେଥଡ ଯଦି ଆମେ କରିବା ତ ବହୁତ ଟାଇମ ଲାଗିବ। କିନ୍ତୁ ମୁଁ ତମମାନଙ୍କୁ ଗୋଟେ ବହୁତ ଇଜି ଟ୍ରିକ୍ସ କରିବି ଯୋଉଟା କି ତମେ ମାନେ ୱିଦାଉଟ୍ ପେନ୍ ଆଣ୍ଡ ପେପରରେ ବି ଆରାମସେ କରିପାରିବ। ଠିକ ଅଛି, ତେବେ ଯିବା। ମୁଁ ଗୋଟେ ଗୋଟେ ସଲ୍ଭ କରିବି, ଦେନ୍ ତମମାନଙ୍କୁ ଦେବି ଗୋଟେ ସଲ୍ଭ କରିବାକୁ, ତମମାନେ ସଲ୍ଭ କରିବ। ତ ଦେଖନ୍ତୁ ପ୍ରଥମେ ମୁଁ ସଲ୍ଭ କରୁଛି। ଦେଖନ୍ତୁ ଏଠି ଯୋଉ 102 ଟା ମୋର କାହା ସହିତ ମଲ୍ଟିପ୍ଲାଏ ହେଇଛି, 107 ସାଙ୍ଗରେ ମଲ୍ଟିପ୍ଲାଏ ହେଇଛି। ଭଲ ଭାବରେ ବୁଝିବା ପାଇଁ ଟ୍ରାଏ କରନ୍ତୁ। ଏଇ ଟାଇପର ଯୋଉ ମଲ୍ଟିପ୍ଲିକେସନ ଏଠି ମୁଁ ଲେଖିଛି, ଆର ମଲ୍ଟିପ୍ଲିକେସନ ଯୋଉ ରେଜଲ୍ଟଟା ସବୁବେଳେ ଗୋଟେ 5 ଡିଜିଟ ବାଲା ନମ୍ବର ଆସେ। ଏଇଟାକୁ ଟିକେ ମାଇଣ୍ଡରେ ରଖିବେ। ଠିକ ଅଛି, ତ ଦେଖନ୍ତୁ ଏଠି ଏଇ ଯୋଉ 102 ଟା 100 ଠାରୁ କେତେ ବଡ? 2 ଅଧିକା। 107 ଟା କେତେ ବଡ? ନା 7 ଅଧିକା। ଠିକ ଅଛି, କ୍ଲିୟର। ଦେନ୍ ଦେଖନ୍ତୁ ଏଠି 102 ରେ 7 ଆଡ କଲେ ବି 109, 107 ରେ 2 ଆଡ କଲେ ବି 109 ହବ। ତେଣୁ ଯେକୌଣସି ଗୋଟେ ଆଡ କରିଦିଅନ୍ତୁ, ଆଡ କରିକି ଲେଖି ଦିଅନ୍ତୁ କେତେ ହେଲା 109। ଦେନ୍ କଣ କରିବେ, ଏଇ ଯୋଉ 2 ଆଉ 7 ଏ ଦିଟାକୁ ମଲ୍ଟିପ୍ଲାଏ କରିଦିଅନ୍ତୁ। 2 7 କୁ ମଲ୍ଟିପ୍ଲାଏ କରିଦେଲେ କେତେ ହେଲା 14, ଲେଖି ଦିଅନ୍ତୁ 14। ତ ଆନ୍ସର ହେଇଗଲା ମୋର କେତେ 10914। ଯଦି ଆପଣ ଆକୁ ମଲ୍ଟିପ୍ଲାଏ କରିବେ ଦେଖିବେ ଆର ଆନ୍ସର ପାଇବେ 10914। ସିମିଲାରଲି ଆଉ ଗୋଟେ ପ୍ରାକ୍ଟିସ ପାଇଁ କରିଦଉଛି ଆପଣମାନଙ୍କୁ। ଏଠି ଯୋଉ ଅଛି 110 ଆଉ 120, ଦେଖନ୍ତୁ 110 120। ଠିକ ଅଛି, 110 ଟା ଏଠୁ କେତେ ଅଧିକା? 10 ଅଧିକା। 120 ଟା କେତେ ଅଧିକା? 20 ଅଧିକା। କ୍ଲିୟର। ଦେଖନ୍ତୁ 110 କୁ ବି 20 ରେ ଆଡ କରନ୍ତୁ 130 ହବ, 120 କୁ ବି 10 ରେ ଆଡ କରନ୍ତୁ 130 ହବ। ତ ଲେଖି ଦିଅନ୍ତୁ 130 ଲେଖି ଦିଅନ୍ତୁ। ଦେନ୍ ଆମେ କଣ କରିବା, ଏଇ ଯୋଉ 10 ଆଉ 20 ଏ ଦିଟାକୁ ମଲ୍ଟିପ୍ଲାଏ କରିଦବା। ମଲ୍ଟିପ୍ଲାଏ କେତେ କଲେ କେତେ ହେଇଯିବ? 200 ହେଇଯିବ। ଯଦି ସାଙ୍ଗମାନେ ମୁଁ ଏଇଠି 200 ଲେଖିଦେବି ତାହେଲେ ଏଇଟା ଗୋଟେ 6 ଡିଜିଟ ବାଲା ନମ୍ବର ହେଇଯିବ। ମୁଁ ସେମିତି ଲେଖିବି ନାହିଁ। ମୁଁ କଣ କରିବି, ଆକୁ ମୋର 5 ଡିଜିଟ ବାଲା ନମ୍ବର କରିବାର ଅଛି। ତେଣୁ ମୁଁ 2 ଟାକୁ ଆରି ସିଧା ଲେଖିବି, ଏ 00 ଲେଖିଲେ ମୋର ଗୋଟେ 5 ଡିଜିଟ ବାଲା ନମ୍ବର ହେଇଯିବ। ବର୍ତ୍ତମାନ ଆକୁ ଆଡ କରିଦିଅନ୍ତୁ। 00 ହେଇଗଲା, ଏଠି 2 ହେଇଗଲା, ଏଠି 13। ତ କେତେ ହେଲା ସାଙ୍ଗମାନେ 13200। ଲେଖି ଦିଅନ୍ତୁ 13200। ଇଏ ହେଇଗଲା ଆପଣଙ୍କର ଆନ୍ସର। ଆଉ ଗୋଟେ ସାଙ୍ଗମାନେ କରିଦଉଛି। ଦେଖନ୍ତୁ 150 କୁ ମୁଁ 120 ସାଙ୍ଗରେ ମଲ୍ଟିପ୍ଲାଏ କରିବି। ତ ଏଇଟା ସାଙ୍ଗମାନେ କେତେ ଅଧିକା? 50 ଅଧିକା। ଏଇଟା ସାଙ୍ଗମାନେ କେତେ ଅଧିକା? 20 ଅଧିକା। ବର୍ତ୍ତମାନ ଆଡ କରିଦିଅନ୍ତୁ 150 ରେ 20, କେତେ ହେଲା ସାଙ୍ଗମାନେ 170। ବର୍ତ୍ତମାନ 50 ରେ 20 କୁ ମଲ୍ଟିପ୍ଲାଏ କରିଦିଅନ୍ତୁ, କେତେ ହବ ସାଙ୍ଗମାନେ 1000। ଯଦି ମୁଁ ଏଠି 1000 ଲେଖିଦେବି ଏଟା ଗୋଟେ 7 ଡିଜିଟ ବାଲା ନମ୍ବର ହେଇଯିବ। ତ ମୁଁ 1000 ଟାକୁ କେମିତି ଲେଖିବି? ଠିକ ଅଛି, ତ ମୁଁ ଯଦି 80 ଲେଖିଦେଲି ହେଇଗଲା ଗୋଟେ 5 ଡିଜିଟ ବାଲା। ଇଏ ତିନିଟା, ଇଏ ଦିଟା 5ଟା ଡିଜିଟ ବାଲା। ବର୍ତ୍ତମାନ ଆକୁ ଆଡ କରିଦିଅନ୍ତୁ 00 7 ପ୍ଲସ 1 କେତେ ହେଲା 8 1। ତ କେତେ ହେଇଗଲା ସାଙ୍ଗମାନେ 18000। ବୁଝିପାରିଲେ? ମୁଁ ଭାବୁଛି ଆପଣ ମାନେ ଏ ମେଥଡ ଟାକୁ ଆରାମସେ ବୁଝିପାରିଥିବେ। ତେବେ ଏଇ ଯୋଉ କ୍ୱେଶ୍ଚିନ୍ ଅଛି 130 into 115, ଆର ଆନ୍ସର ପିଲାମାନେ ଆପଣ ମାନେ ମତେ କମେଣ୍ଟ ସେକ୍ସନରେ ଦେବେ। ତେଣୁ ସବୁଦିନ ଯଦି ଆପଣ ମାନେ ଏଇ ଠିକ 7ଟା ବେଳେ ଯଦି ଏଇ ଟାଇପ ର କିଛି କିଛି ଟ୍ରିକ୍ ଶିଖିବା ପାଇଁ ଆପଣ ଚାହାନ୍ତି ମ୍ୟାଥମେଟିକ୍ସ ର ବା ରିଜନିଂ ର, ତେବେ ଆପଣ ମାନେ ମୋର ଏଇ ଯୋଉ ଚ୍ୟାନେଲକୁ ମନ୍ମଥ ସାର୍ ଓଡ଼ିଆ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଆଉ ଯଦି ଆପଣ ମାନଙ୍କୁ ଏ ଭିଡିଓ ଭଲ ଲାଗୁଛି ତ ନିହାତି ମାତ୍ରାରେ ଆକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ଭଲ ଭଲ କମେଣ୍ଟସ୍ ଦିଅନ୍ତୁ। ଠିକ ଅଛି, ଥ୍ୟାଙ୍କ ୟୁ।